ମୁଁ କହୁନି ସ୍ୱାଧୀନ ପ୍ରାର୍ଥୀ ଆସିବେ ବୋଲି ମୁଁ ଆପଣଙ୍କୁ ଦେଖେଇଦେଲି ଚିତ୍ରଟା ଦେଖେଇଲି ଆପଣଙ୍କୁ ଏ 4 ଜଣ ଯିବେ 4 ଜଣ ଆସିବେ ସେ କୋଉ 4 ଜଣ ମୁଁ ଜାଣିନି ମୁଁ ନୂଆ ଭାବେ ବିଧାୟକ ହେଇଛି ମୁଁ ସମସ୍ତଙ୍କୁ ଜାଣିନି ଆଉ ଗୋଟେ ପୁରୁଖା ନେତା ତାଙ୍କ ସହିତ କଥାବାର୍ତ୍ତା ମଧ୍ୟ ହେଇନି ଆମେ କୋଉ ଏଇଟା ଦଳୀୟ ନିଷ୍ପତ୍ତି ନା এটা তো ମୋ ନିଷ୍ପତ୍ତି ନୁହେଁ ଦଳ ନିଷ୍ପତ୍ତି ଯାହା ନେବେ ଯେକୌଣସି ଦଳ ହଉ ବର୍ଷ ପୂର୍ବରୁ ଆପଣଙ୍କୁ ଡାକିକି ନେଇ ଟିକେଟ୍ ଦେଇଥିଲେ ଆଉ 2 ବର୍ଷ ଭିତରେ ଏମିତି କଣ ସିଚୁଏସନ ବଦଳିଗଲା ନବୀନ ପଟ୍ଟନାୟକ ନିଜେ ଆସିଲେ ଏଭଳି ଅଭିଯୋଗ ଆଣୁଛନ୍ତି କଣ ଆପଣ ଭାବୁଛନ୍ତି ପ୍ରଥମ ଅଭିଯୋଗ ଉପରେ କଥା ହେବା ଶେଷ ଅଭିଯୋଗଟା ତ ଗତକାଲି ରାତିରେ ହେଇଛି ସେଥିରେ ରାଜ୍ୟସଭା ଆଉ ବାପାଙ୍କ କଥା କିଛି ଇଏ ହେଇଛି ସେଥିରେ ପାଟକୁରାବାସୀଙ୍କ କଥା ହେଇଛି ଖୋଲାଖୋଲି ଭାବେ ଆମେ ଯାହା ଆଲୋଚନା କରିବା ତ ନବୀନଙ୍କ ସହିତ ଭେଟିଲି ଗତ ବିଧାନସଭା ଡିସେମ୍ବର ଆମେ କେତେ 9 ତାରିଖ ବୋଧେ ଶେଷ ହେଇଥିଲା ତ ପାଖାପାଖି ସେ ଶେଷ ବେଳକୁ ମୁଁ ହାଉସରେ ଥାଏ ନବୀନ ବାବୁ ଆସିଲେ ଏବଂ ତାଙ୍କୁ ମଧ୍ୟ ଥରେ ଆମେ ତାଙ୍କ ଗାଡ଼ି ପାଖରୁ ଆମେ ନେଇକି ଆସିଥିଲୁ ଶେଷ ବେଳକୁ ମଧ୍ୟ ମୋତେ ପଚାରିଥିଲେ ହାଉ ଇଜ୍ ୟୋର ଫାଦର ମୋତେ କହିଥିଲେ ଏଇ ଗତ ବିଧାନସଭା ମାନେ ଡିସେମ୍ବର 8, 9, 10 ଏଇ 7, 8, 9 ଏଇ ସମୟ ଭିତରେ ପ୍ରକୃତ ତାରିଖଟା ମୋର ମନେ ପଡୁନି ତ ସେଇ ସମୟରେ ତାହେଲେ କିଛି କହିନାହାନ୍ତି ମୋର ଦୁଃଖ ଯେ ଆପଣ ମାନେ ପାଟକୁରାବାସୀ ହଇରାଣ ହଉଥିଲେ ମୋତେ କହିଲେନି କ'ଣ ପାଇଁ ଥରେ ତ ମୋତେ ପଚାରିଥାନ୍ତେ ଆଚ୍ଛା ଏଇ କାମଟା ଭୁଲ ହଉଛି ଏଇଠି ଟିକେ ତାକୁ ସଂଶୋଧନ କର ସେ ବିଷୟରେ କିଛି କେହି ପଚାରିଲେନି ଦଳରୁ କେହି କିଛି କରିନାହାନ୍ତି ଶୋକଜ ନୋଟିସ୍ ବି ଦେଇନାହାନ୍ତି କ'ଣ ହଠାତ୍ ଏଭଳି ପଦକ୍ଷେପ ନେଲେ ଏବଂ ବାରମ୍ବାର ଦେଖିବେ ନାନା ପ୍ରକାର ମତ ଦିଆଗଲା ଏପର୍ଯ୍ୟନ୍ତ ବି କୌଣସି ଆପଣ ଦେଖିବେ ମୂଳରୁ ଶେଷ ପର୍ଯ୍ୟନ୍ତ ଯେତିକି ଅଭିଯୋଗ କରାଏ କାହା ସହିତ କିଛି ମେଳ ଖାଉନାହିଁ ଦ୍ୱିତୀୟ କଥା ଆପଣ ଯୋଉ ଆଚ୍ଛା ଯୋଉ ମେଳି କଥା କହିଲେ ଆପଣମାନେ ଦେଖିଥିବେ କାରଣ ଯେକୌଣସି ଯିଏ ବି ଶୀତ ଦିନେ ଆପଣ ପିକନିକ୍ କରନ୍ତି ଇଏ କରନ୍ତି ଯିଏ ବି ଯୁଆଡ଼େ ଯାଇଥିଲେ ଆପଣମାନେ ଆପଣମାନଙ୍କର କଲିଗ ମାନେ ବି ଥିବେ କଭର କରିଥିଲେ ସେ ଇଭେଣ୍ଟକୁ ମୁଁ ନଥିଲି ସେଠି କୌଣସି ମୁଁ କୌଣସି ଇଏକୁ ଯାଇନି ଆପଣମାନେ ଏପର୍ଯ୍ୟନ୍ତ ବି ଦେଖିଥିବେ କାରଣ ମୁଁ କୌଣସି ଇଭେଣ୍ଟକୁ ଯାଇନି ଯାହାର ଇଚ୍ଛା ହେଲା ସେ ତାର କଲେ ଭୋଜି ଭାତ କଲେ ଖାଇଥିବେ ମୋର ସେଥିରେ କିଛି ଅସୁବିଧା ନାହିଁ ଆଉ ଗୋଟେ କଥା କହିଛନ୍ତି ଆଉ ଗୋଟେ ଲୋକଙ୍କୁ ସୁଯୋଗ ଦେଇଥିଲେ ଆପଣମାନଙ୍କ କାମ କରିବ ବୋଲି ସେ କିନ୍ତୁ ଆମ କାମକୁ କାଟୁଥିଲା ଆପଣ କଣ ଏମିତି ବିଜେଡିର କାମକୁ କାଟୁଥିଲେ ଆଚ୍ଛା ସେ ବିଷୟରେ କଥା ହବା ଠିକ ଅଛି ବିଧାୟକ ହେଲା ପରେ ଗୋଟେ ବିଧାୟକର କ'ଣ ଦାୟିତ୍ୱ ଥାଏ ମୁଁ ଟିକେ ବୁଝେଇ ଦଉଛି ଆପଣଙ୍କୁ ମୋ ପାଖରେ ଏମଏଲଏ ଲ୍ୟାଡର କଣ୍ଟ୍ରୋଲଟା ମୋ ହାତରେ ଥାଏ ସବୁ ବିଧାୟକ ମାନଙ୍କ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଏମଏଲଏ ଲ୍ୟାଡ ଯାହା ପୁରୁଣା ପଇସା ଥିଲା ତାକୁ ବି ଆମେ ଖର୍ଚ୍ଚ କଲୁ ଏମଏଲଏ ହିସାବରେ ଆମେ ଦେଖିଲୁ ଦାୟିତ୍ୱ ଦେବା ଯାହା କାମ ଦେବା କଥା ଆମେ ଦେଲୁ ଯିଏ କହିଲା ଆମ ପାଖରେ କ'ଣ କ'ଣ କାମ ଅଛି ସିଲେକ୍ସନ କରି କାରଣ ଏମଏଲଏ ଲ୍ୟାଡଟା ବି ଆପଣଙ୍କୁ ମୁଁ କହିଦେଉଛି ଗୋଟେ ଏମଏଲଏ ଲ୍ୟାଡ ପ୍ରଥମେ 3 କୋଟି ଥିଲା ଆମେ ଯୋଉ ବର୍ଷକୁ 3 କୋଟି ମିଳେ ଏଥର ସେଟା ବଢେଇକି ସରକାର ତାକୁ 5 କୋଟି କଲେ 3 କୋଟି କଲେ ମୋର 51ଟି ପଞ୍ଚାୟତ ତାକୁ ଡିଭାଇଡ କରିଦିଅନ୍ତୁ 6 ଲକ୍ଷ ଖଣ୍ଡେ ପଡୁଛି ତଥାପି ଯୋଉ ଲୋକ ଯିଏ କହିଛି ନା ଆମର ଏ କାମ ଦରକାର ସବୁ 100% ୟୁଟିଲାଇଜେସନ ଆମେ କଲୁ ଟଙ୍କାର ପ୍ରଥମ ଆର୍ଥିକ ବର୍ଷଟା ପୁରୁଣା ଟଙ୍କା ମଧ୍ୟ କିଛି ଥିଲା ସେ ଟଙ୍କା ପୁରୁଣା ଯିଏ ବିଧାୟକ ଥିଲେ କି ବିଧାୟିକା ଥିଲେ ତା ଆଗରୁ ଯିଏ ବିଧାୟକ ଥିଲେ ସେ ଟଙ୍କା ମଧ୍ୟ ଥିଲା ତାର ହିସାବ କଲି ସେ ଟଙ୍କା ବାହାରିଲା ତାକୁ ମଧ୍ୟ ଦେଲି ସେଥିରେ କିଛି ଅସୁବିଧା ନାହିଁ ଏବଂ ଯିଏ କହୁଛନ୍ତି ମୁଁ ତ ଏବେ ବି ଚ୍ୟାଲେଞ୍ଜ କରି କହୁଛି ଖୋଲାଖୋଲି ଭାବେ କହୁଛି ଆସନ୍ତୁ ସାମ୍ନାସାମ୍ନି ବସିବା ଏମିତି ପ୍ରେସ୍ କ୍ୟାମେରା ଲଗାଇଦେବା ଆଲୋଚନା କରିବା କୋଉଠି ଭୁଲ ଭାଲ ହେଇଛି କୋଉଠି ଦୁର୍ନୀତି ହେଇଛି ସେ ବିଷୟରେ କଥା ହେବା ବିଜେଡିରେ ଅନ୍ୟାୟ ଘଟଣା ଘଟିଛି କିନ୍ତୁ କେବେ ନବୀନ ବାବୁ ସାମ୍ନାରେ ଆସି କିଛି କଣ ଆପଣ ଏମିତି କଣ କଲେ ଯେ ନବୀନ ବାବୁ ଆପଣ ପାଇଁ 7 ଦିନ ଆସି ମୁହଁ ଖୋଲିଲେ ସିଧା ସବୁ ଫ୍ରଣ୍ଟଲାଇନ ଆସି କହିଲେ କି ଆପଣ ବିଶ୍ୱ କାମ କରିଛନ୍ତି 18 ମାସ ଆପଣ 18 ମାସ ନୂଆ ବିଜେଡି ଆପଣଙ୍କ ପାଇଁ କାହିଁକି ନବୀନ ବାବୁ ଆସି ମୁହଁ ଖୋଲିଲେ ମୁଁ ବି ଆସିଲେ କାହିଁକି କ'ଣ ଘଟିଛି ସେ କଥା ତ ମୁଁ ପ୍ରଶ୍ନ କରୁଛି ଅଭିଯୋଗଟା ମୋ ଉପରେ ହେଇଛି ନା ପ୍ରଶ୍ନ ମୁଁ କରୁଛି ଆପଣ କୁହନ୍ତୁ କ'ଣ ହେଲା ଏବଂ ଦେଖିବେ ମୁଁ ଆପଣ 15 ତାରିଖ ସନ୍ଧ୍ୟାରେ ଯେତିକି ଆଲିଗେସନ ବିଷୟରେ ଆମେ ଆଲୋଚନା କଲେ କାହାରି କାହା ସହିତ ତାଳ ଖାଉନି ଏବଂ ଦିଲ୍ଲୀ ଯିବା ପୂର୍ବରୁ ଆପଣମାନଙ୍କୁ କହିଥିଲି ତାଙ୍କୁ କୁହନ୍ତୁ ଗୋଟେ ଚିଠା ପ୍ରିପେୟାର କରିଦେବେ ଗୋଟେ ଲିଷ୍ଟ ଏକାଥରେ ପଢିକି ମୁଁ କହିଦେବି ତ ବର୍ତ୍ତମାନ ସୁଦ୍ଧା ବି ମୁଁ ଜାଣିପାରୁନି ଯେ କ'ଣ ବାସ୍ତବରେ ଘଟଣାଟି ଘଟିଛି କାହିଁକି ସେ ଏମିତି ଆଲିଗେସନ ଲଗାଉଛନ୍ତି ଏବଂ ମୁଁ ସମ୍ପୂର୍ଣ୍ଣ ଭାବେ